ଛୋଟ ଛୋଟ ପିଲାମାନେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଆଜିର ଗପଟା ଗପ ନୁହଁ, ଇଏ ଗୋଟେ ପୁରାଣର କଥା। ଆଗେ ଆମ ଦେଶରେ ଚନ୍ଦ୍ରବଂଶ ବୋଲି ଗୋଟେ ବଂଶ ଥିଲା। ଯେମିତି ସୂର୍ଯ୍ୟବଂଶର ରାଜା ହେଉଛନ୍ତି ରାଜା ଦଶରଥ, ରାଜା ରାମଚନ୍ଦ୍ର, ସେମିତି ଚନ୍ଦ୍ରବଂଶ ବୋଲି ଥିଲେ। ଚନ୍ଦ୍ରବଂଶରେ ରାଜା ଶିବି ବୋଲି ଜଣେ ମହାନ ଶାସକ ଥିଲେ। ମହାରାଜା ଶିବି ବୋଲି ତାକୁ ସମସ୍ତେ ଜାଣନ୍ତି। ସିଏ କ'ଣ ନା ନିଜର ନ୍ୟାୟ ପ୍ରତିଷ୍ଠା ପାଇଁ ବିଶେଷ ଭାବେ ନ୍ୟାୟ ଭଲ ସେ କରୁଥିଲେ। କେତେ କ'ଣ ଅସୁବିଧା ସୁବିଧା, ଚୋର ଖଣ୍ଟ ଯିଏ ଆସୁଛି ଆସୁ, ଯେତେ କଷ୍ଟ ହେଲେ ମଧ୍ୟ ସେ ନ୍ୟାୟ କରୁଥିଲେ। ନିଜ ପର ସେ ଦେଖୁନଥିଲେ। ନିଜ ସ୍ୱାର୍ଥ ପର ସ୍ୱାର୍ଥ କିମ୍ବା ଇଏ ମୋ ସାଙ୍ଗଟା, ଏସବୁ ଜିନିଷ ନୁହଁ। ଯେଉଁଟା ନ୍ୟାୟପ୍ରାଣ ରାଜା ବୋଲି ତାଙ୍କୁ ପୁରାଣରେ ବହୁତ ନାଁ ଅଛି ତାଙ୍କର। ତ ସେ ସମୟରେ ଖଣ୍ଡମଣ୍ଡଳରେ ମହାରାଜା ଶିବିଙ୍କର ଖ୍ୟାତି ପୁରା ଚାରିଆଡ଼େ ବ୍ୟାପି ଯାଇଥିଲା। ହେଲେ ଏମିତି ହେଇ ହେଇ ପୃଥିବୀ ସାରା ଆସ୍ତେ ଆସ୍ତେ ସମସ୍ତେ ଜାଣିଲେ ଯେ ମହାରାଜା ଶିବି ଜଣେ ନ୍ୟାୟବାନ ଧର୍ମବାନ ଲୋକ। ଏହି କଥା ଆସ୍ତେ ଆସ୍ତେ ବଢ଼ି ବଢ଼ି ଯାଇ ସ୍ୱର୍ଗରେ ବି ପହଞ୍ଚିଲା। ତୁମେ ତ ଜାଣିଛ ସ୍ୱର୍ଗର ରାଜା ଇନ୍ଦ୍ର। ଇନ୍ଦ୍ରଙ୍କର ମନେ ମନେ ଟିକେ ଗର୍ବ ଥିଲା ଯେ ସିଏ ହିଁ ସବୁଠୁ ବଡ଼ ରାଜା, ସିଏ ହିଁ ସବୁଠୁ ଧାର୍ମିକ, ବଡ଼ ଧର୍ମବାନ, ଏମିତି ସିଏ ତାଙ୍କର ଗୋଟେ ମନରେ ଧାରଣା ଥିଲା। ସିଏ କ'ଣ କହିଲେ ନା, ଏ ଶିବି ରାଜା ସିଏ ଗୋଟେ ମଣିଷଟେ ମର୍ତ୍ତ୍ୟରେ ରହୁଛି, ସିଏ କ'ଣ ମୋଠୁ ବଳକା ହେଇଯିବ? କହିଲେ ସବୁ ଦେବତାମାନେ କହିଲେ ନା ମହାରାଜ, ସେ ବହୁତ ଧର୍ମବନ୍ତ, ମଣିଷଟେ ହେଇକି ମଧ୍ୟ ସେ ଦେବତାମାନଙ୍କଠୁ ଅଧିକ ପୁଣ୍ୟ କାମ କରୁଛନ୍ତି। କହିଲେ ଇନ୍ଦ୍ରଙ୍କୁ ଟିକେ ବିରକ୍ତ ଲାଗିଲା। ଠିକ୍ ଅଛି, ସେ କହିଲେ ଗୋଟେ କାମ କରିବା। ଅଗ୍ନି ଦେବତାଙ୍କୁ ଡାକିଲେ। ଡାକିକି ଗୋଟେ ପ୍ଲାନ୍ କଲେ। କହିଲେ ଅଗ୍ନି, ତମେ ଟିକେ ମୋ ସହିତ ଯିବ, ଆମେ ଟିକେ ମହାରାଜା ଶିବିଙ୍କି ପରୀକ୍ଷା କରିବା। ସିଏ କେମିତି ନ୍ୟାୟବନ୍ତ ଧର୍ମବନ୍ତ ଲୋକ ଆମେ ପରୀକ୍ଷା କରିବା। ଅଗ୍ନି କହିଲେ ହଉ ଠିକ୍ ଅଛି କରିବା। ମୁଁ ଜାଣିଛି ସିଏ ବହୁତ ନ୍ୟାୟବନ୍ତ, ତଥାପି ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କହିଲେ ଆମେ କରିବା ଆଉ। କହିକି ପଳେଇଲେ। କ'ଣ ଗୋଟେ ପ୍ଲାନ୍ କରିକି ଗଲେ। ହେଲେ ଠିକ୍ ତା ପରଦିନ କ'ଣ ହେଇଛି ନା, ମହାରାଜା ଶିବି ସକାଳୁ ଯାଇ ଗାଧେଇ ପାଧେଇ ସାରିକି ନଦୀରେ ଗାଧେଇକି ସୂର୍ଯ୍ୟଙ୍କୁ ପ୍ରଣାମ କରି, ତାଙ୍କର କୁଳଦେବତା ଯିଏ ଥିବେ ତାଙ୍କୁ ସବୁ ପ୍ରଣାମ କରି, ଠାକୁର ପୂଜା ସାରି ଆସି ନିଜ ମନ୍ଦିରରେ ପୂଜା ସାରିକି ଆସିକି ଯେତେବେଳେ ଦରବାରରେ ବସିବାକୁ ଯାଉଛନ୍ତି, ଜଷ୍ଟ ଭିତରକୁ ଯାଉଛନ୍ତି, ଗୋଟେ ପାରାଟେ ଛଟପଟ ଛଟପଟ ହେଇ ଆସି ତାଙ୍କ ଗୋଡ଼ ଉପରେ ବସି ପଡ଼ିଲା। ଦେଖିଲା ବେଳକୁ ସେ ଟିକେ ରକ୍ତ ଫକ୍ତ ବାହାରିଛି ପାରା ଦେହରୁ। ମହାରାଜା ଶିବି ଧରିଲେ, ଏଇଟା କ'ଣ ଖଣ୍ଡିଆ ହେଇଯାଇଛି କହିକି ଆଉଁଶୁଛନ୍ତି। ସେ କପୋତଟି କହିଲା, ହେ ରାଜା, ମୋତେ ରକ୍ଷା କର, ମୋତେ ରକ୍ଷା କର, ମୋ ପଛରେ ମୋ ଶତ୍ରୁ ପଡ଼ିଛି। ରାଜା କହିଲେ ତୁ କାହିଁ ବ୍ୟସ୍ତ ହେଉଛୁ? କିଏ? ମହାରାଜା ଶିବି କହିଲେ ତୁ କାହିଁ ବ୍ୟସ୍ତ ହେଉଛୁ? ତୋର କିଛି ଅସୁବିଧା ହେବନି। ତାକୁ ଡାକିଲି, ମେଡ଼ିସିନ ଫେଡ଼ିସିନ ଲଗାଇଦେଲେ। ରାଜବୈଦ୍ୟକୁ ଡାକିକି ତାକୁ ଧୀରେ ଧୀରେ ଆଉଁଶୁଛନ୍ତି। ଏହି ସମୟରେ ଗୋଟେ ଚିଲଟେ, ବଡ଼ ଚିଲଟେ ଝୁଣିଲା ଭଳିଆ ଆସିଲା। ଆସିକି ରାଜାଙ୍କ ପାଖରୁ ତାକୁ ଝାମ୍ପି ନେବାକୁ ବସିଲା। ରାଜା ଶିବି ତାକୁ ଅଟକାଇଲେ। ଅଟକେଇକି ଖଣ୍ଡା ବାହାର କଲେ। କହିଲେ ଏଇ ହାଣିଦେବି ତୋତେ, ତୁ କ'ଣ ତାକୁ ଛଡ଼େଇ ନେଉଛୁ? କହିଲେ ସିଏ ଚିଲଟି କହିଲା, ମହାରାଜ, ସିଏ ତ ମୋ ଖାଦ୍ୟ, ମୁଁ ତାକୁ ଖାଇବା ପାଇଁ ମାରିକି ଦରମାର କରିକି ତା ପଛରେ ଗୋଡ଼ଉଥିଲି, ଆପଣ ତାକୁ କ'ଣ ରକ୍ଷା କରୁଛନ୍ତି? ନା, ସିଏ ମୋର ଶରଣରେ ପଶିଲା, ମୁଁ ତାକୁ ରକ୍ଷା କରିଛି, ତୁ ତାକୁ ମାରିପାରିବୁନି, ଯା। କହିଲେ ସେ ଚିଲ କହିଲା, କି ଆଶ୍ଚର୍ଯ୍ୟ, ମୁଁ ଶୁଣିଥିଲି ମହାରାଜା ଶିବି ମହାନ ଧର୍ମପରାୟଣ ନ୍ୟାୟବନ୍ତ ଲୋକ, ଆପଣ ଏମିତି ଅନ୍ୟାୟ କାମ କେମିତି କରୁଛନ୍ତି? ରାଜା ଶିବି କହିଲା, ଆରେ ଅନ୍ୟାୟ କ'ଣ କଲି? ସିଏ ବା ମୋର ଶରଣରେ ପଶିଛି, ମୋତେ ରକ୍ଷା କର କହିଛି, ମୁଁ ତାକୁ ରକ୍ଷା କରିବି ବୋଲି କଥା ଦେଇଛି। ମୁଁ ନ୍ୟାୟ କଲି ନା ଅନ୍ୟାୟ କଲି? ନା, ତା ପ୍ରତି ସିନା ନ୍ୟାୟ କଲେ, କିନ୍ତୁ ମୋ ପ୍ରତି ତ ଅନ୍ୟାୟ ହେଲା ନା। ସିଏ ମୋର ଖାଦ୍ୟ, ମୁଁ 2 ଦିନ ହେଲାଣି ଠିକ୍ରେ ଖାଇବାକୁ ପାଇନି। ଆଜି ଖାଦ୍ୟଟା ଖାଇବାକୁ ପାଇଥିଲି, ତୁମେ ତାକୁ ମୁଁ ଛଡ଼େଇ ନେଉଛ, ତ ଅନ୍ୟାୟ କଲ ମୋ ପ୍ରତି। ରାଜା ଶିବି କିଛି ସମୟ ଭାବିଲେ, ତାଙ୍କ ପାରିଷଦ ଆଡ଼କୁ ଚାହିଁଲେ, ନିଜେ ମନେ ମନେ ଚିନ୍ତା କଲେ ଯେ ଚିଲଟି ବି ତ ଠିକ୍ କଥା କହୁଛି, କ'ଣ କଲେ ହେବ? ସେଠୁ ଚିଲକୁ କହିଲେ, ଆଚ୍ଛା ଠିକ୍ ଅଛି, ତମେ ଯଦି ଭୋକିଲା ଅଛ, ମୁଁ ତ ତାକୁ ଦେଇପାରିବିନି, ଯେହେତୁ ସେ ମୋର ଶରଣ ପଶିଛି। ଗୋଟେ କାମ କର, ମୋ ଜଙ୍ଘରୁ ସେଇ ପାରା ଯେତିକି, ସେଇ ଓଜନର ମାଂସ ଟିକେ କାଟିକି ଦେଇଦେବି, ତମେ ଖାଇକି ନିଜ ପେଟକୁ ଶାନ୍ତ କରାଅ। ମୋ ମାଂସ କାଟିକି ଦେଲେ ମୋତେ କଷ୍ଟ ହେବ, ମୁଁ ଯାହା ଭୋଗିବି ମୁଁ ବୁଝିବି ସେ କଥା, କିନ୍ତୁ ତୁମକୁ ସେ ପାରାକୁ ମୁଁ ଦେଇପାରିବିନି। କହିଲେ ଚିଲ କହିଲା, ହଉ ଠିକ୍ ଅଛି, ମୋର କହିବାର ଆପତ୍ତି କ'ଣ ଅଛି, ମୋର ପେଟ ପୁରିଲେ ଗଲା,
ପାରା ମାଂସ ଖାଇଥାନ୍ତି, ଭଲ ହେଲା ରାଜାଙ୍କ ମାଂସ ଖାଇବି ଏହା ଭାବିକି କହିଲା ହଁ ହଁ ମୁଁ ରାଜି ଅଛି ରାଜି ଅଛି କହିଲେ। ସାଙ୍ଗେ ସାଙ୍ଗେ ଗୋଟେ ବଡ଼ ନିକିତି ଅଣା ହେଲା। ନିକିତିର ଗୋଟେ ପଟେ ପାରାକୁ ବସା ହେଲା। ପାରାକୁ ବସେଇ ଦେଲେ ଆର ପଟ ପଲାଟାରେ ଗୋଟେ ପତ୍ର ଥୋଇକି ତା ଉପରେ ରାଜା ଶିବି ନିଜ ଜଙ୍ଘରୁ ମାଂସ କାଟିକି ତା ଉପରେ ଥୋଇଲେ। ସବୁ ଲୋକ ଦେଖି ଆଶ୍ଚର୍ଯ୍ୟ, ଥକିଗଲେଣି। କିଏ କାନ୍ଦି ପକାଉଛି, ଜଙ୍ଘରୁ ମାଂସ କାଟିବାଟା କେତେ କଷ୍ଟ। ଛଟପଟ ହେଉଛନ୍ତି ସିନା, ସେ କାଟିକି ଥୋଉଛନ୍ତି। ଗୋଟେ ପିସ୍ ରଖିଲେ, 2 ପିସ୍ ରଖିଲେ, 3 ପିସ୍ ରଖିଲେ, ଏମିତି ହେଇ ପୁରା ଜଙ୍ଘର ସବୁ ମାଂସ କାଟି ସାରିଲାଣି। ଇଆଡ଼େ ଛଟପଟ ହେଉଛନ୍ତି, ସିଆଡ଼େ କାଟିକି ରଖୁଛନ୍ତି। ରକ୍ତ ଚାରିଆଡ଼େ ରକ୍ତ ହେଇସାରିଲାଣି, ହେଲେ ବି ସେ ମାନୁନାହାନ୍ତି। କାଟିକି ରଖିଲେ, କିନ୍ତୁ ଯେତେ ମାଂସ ଥୋଇଲେ ମଧ୍ୟ ସେ ପାରାଟି ହିଁ ଅଧିକ ଓଜନ ହେଉଛି। ଚିଲ କହୁଛି ନା ଏତିକି ହେବନି, ପାରା ଓଜନର ମାଂସ ଦେଲେ ଯାଇ ମୁଁ ଏଠୁ ଯିବି। ତ ରାଜା ଶିବି କ'ଣ କରିବେ, ପୁଣି ଆର ଗୋଡ଼ରୁ କାଟିଲେ, ସେ ହେଇପାରିଲାନି। 2 ଗୋଡ଼ ଯାକ କାଟା ସରିଲା ଯେତେବେଳେ ହାତର ବାହୁରୁ ସବୁ ମାଂସ କାଟିକି ଥୋଇଲେ, ତଥାପି ମଧ୍ୟ ସେ ପାରାଟା ଅଧିକ ଓଜନ ହେଲା। ମହାରାଜା ଶିବି ଚିନ୍ତା କଲେ ଯେ ଏଠି ନିଶ୍ଚୟ କିଛି ଗୋଟେ ମୋର ଧର୍ମ ପରୀକ୍ଷା କରାହେଉଛି, ନହେଲେ ସାଧାରଣ ପାରାଟେ ଏତେ ଓଜନ ମୋର ମାଂସ ଗଲାଣି ତଥାପି ସେ ହେଇପାରୁନି। ସେସବୁ ସେ ଚିଲ ଆଡ଼େ ଚାହିଁଲେ, କହିଲେ କ'ଣ ଚିଲ ବାବୁ, କ'ଣ କ'ଣ କରିଛ ତମେ? ସତ କୁହ, ତମେ କିଏ? ନା ମୁଁ କିଏ? ମୁଁ ଜଣେ ଭୋକିଲା ପ୍ରାଣୀ। ନା ନା ନା, ତମେ ସତ କହିବ ନା ନାହିଁ? ନା ଆରେ ସତ କ'ଣ କହିବି, ତମେ ଯଦି ଦେଇପାରୁନ ମୋତେ ଖାଇବାକୁ, ଠିକ୍ ଅଛି ମୁଁ ପଳେଇବି। ମୁଁ କିନ୍ତୁ ଆଜିଠୁ ଆଉ ମହାରାଜା ଶିବିଙ୍କି ଆଉ ଧର୍ମ ପ୍ରାଣ କହିଲେ ହେବନି। ଶିବି କହିଲେ ନା, ମୋ ପାଖରୁ ତମେ ନିରାଶ ହେଇକି ଯାଇପାରିବନି, ରୁହ। ଯେତେ ମାଂସ କାଟିକି ଥୋଇଲେ ବି ତ ସେ ପାରା ଭର୍ତ୍ତି ହେଉନି। ସେସବୁ ରାଜା ଶିବି କ'ଣ କଲେ ନା ନିଜେ ଯାଇକି ସେ ନିକିତି ଉପରେ ବସି ପଡ଼ିଲେ। ବସି ପଡ଼ିବାରୁ ପାରା ଯେତିକି ରାଜା ଶିବିଙ୍କ ଓଜନ ସେତିକି ହେଲା, ପୁରା ବରାବର ସମାନ ହେଇଗଲା। ସମାନ ହେଲେ ପ୍ରଜାମାନେ ସବୁ ଦେଖି ଛାନିଆ ଆଶ୍ଚର୍ଯ୍ୟ ହେଲେଣି, ଇଏ କ'ଣ କରୁଛନ୍ତି ରାଜା? ରାଜା ଶିବି ସେଠୁ ଚିଲକୁ କହିଲେ ଚିଲ ମହାପୁରୁଷ, ଆସ, ମୋତେ ତମେ ଖାଇକି ତମର ଭୋକ ନିବାରଣ କର, କିନ୍ତୁ ପାରାକୁ ମୁଁ କଦାପି ଛୁଅଁନି। ତାକୁ ମୁଁ ଶରଣ ଦେଇଛି, ଅଭୟ ଦେଇଛି। ମୁଁ ଯଦି ତାକୁ କିଛି ଖାଇଗଲା କହିଲେ ମୋର ଧର୍ମରେ ବିଘ୍ନ ଘଟିବ, ମୁଁ ଆଉ ନ୍ୟାୟବନ୍ତ ହେଇପାରିବିନି କହିଲେ। ଚିଲ ଆସିଲା ଖାଇବା ପାଇଁ। ପାଖକୁ ଆସିଲା ବେଳକୁ ଦେଖିଲା ଶିବି ରାଜା ହାତ ଯୋଡ଼ି ଆଖି ବନ୍ଦ କରି ନିର୍ଭୟରେ ପୁରା ବସିଛନ୍ତି। ଚିଲ କହିଲା ଉଠ ଉଠ ମହାରାଜା ଶିବି ଉଠ କହିଲେ। ଶିବି ଦେଖିଲେ ଚିଲ କ'ଣ କହିଲାଣି, ପୁଣି ବାହାରିକି ଆସିଲେ। କହିଲେ ହଁ କୁହନ୍ତୁ। ନା ନା ନା, ସେ ନିଜ ସ୍ୱରୂପକୁ ଆସିଲେ। କହିଲେ ନା ନା, ମୁଁ ହେଉଛି ରାଜା ଇନ୍ଦ୍ର, ଆଉ ଇଏ ଯେଉଁ କପୋତ ଦେଖୁଛ ଇଏ ହେଉଛନ୍ତି ଦେବତା, ଅଗ୍ନି ଦେବତା। ଆମେ ତୁମର ନ୍ୟାୟବାନ ତମେ କେତେ ସମୟ ଧୈର୍ଯ୍ୟ ଧରିପାରୁଛ ତାର ପରୀକ୍ଷା କରିବାକୁ ଆସିଥିଲୁ। ତମେ ଆକ୍ଚୁଆଲି ବହୁତ ଧର୍ମପରାୟଣ ଲୋକ, ତମକୁ ଆମେ ଆଶୀର୍ବାଦ କରୁଛୁ। ମହାରାଜା ଶିବି କହିଲେ ମହାରାଜ, ମୁଁ ଜାଣିପାରିଲି ଯଦି ଚିଲଟେ ମଣିଷ ଭଳିଆ କଥା କହୁଛି, ପାରା ଗୋଟେ ମଣିଷ ଭଳିଆ କଥା କହୁଛି, ତାମାନେ ତମେମାନେ ସାଧାରଣ ଚିଲ କି ପାରା ନୁହଁ। କିନ୍ତୁ ମୁଁ ତ ମୋ କଥାରୁ ତ ଆଉ ରକ୍ଷା ସାରିପାରିବିନି, ତେଣୁ ବାଧ୍ୟ ହୋଇକି ମୁଁ ଏଇଭଳିଆ ଗଲି ଆଉ କହିକି ତାଙ୍କୁ ନମସ୍କାର କଲେ। ସିଏ ବି ତାଙ୍କୁ ଆଶୀର୍ବାଦ ଦେଇକି ପୁଣି ନିଜ ରାସ୍ତାରେ ଚାଲିଗଲେ। ସେଇଦିନଠୁ ପୃଥିବୀ ପୃଷ୍ଠରେ ସମସ୍ତେ ମହାରାଜା ଶିବିଙ୍କୁ ନ୍ୟାୟବନ୍ତ ଭାବେ ମାନିଲେ। ବୁଝିପାରିଲ ପିଲାମାନେ? ତାହେଲେ ଆଜି ପାଇଁ ଏତିକି। ବାଏ।